हेलो नमस्कार मु डॉक्टर सुनील अग्रवाल आज आपण पाखरे आ गोटे नुआ इनफॉर्मेटिव वीडियो नहीं के आछि लोक माने कहंती जे सर आजिकल कैंसर गुड़ा एते यंग एज रे कोन पे होची यंग एज कहया को बोले लेस देन 50 इयर्स को हमें यंग एज कहबा माने 40 वर्ष बयस रे भी कैंसर टा ही जाए मुख्यतः दी प्रकार रो कैंसर टा टू टाइप्स ऑफ कैंसर कॉमन ही था ए 40 वर्ष बयस रे गोटे हला ओरल कैंसर और गोटे हला ब्रेस्ट कैंसर ए दीटा मोस्टली कॉमन ही था तो ଆପଣ କହିବେ ସାର୍ ୟାର କାରଣଟା କ'ଣ ଦ ଓନ୍ଲି କାରଣ ଇଜ ଦ ଲାଇଫଷ୍ଟାଇଲ ସାର୍ ଲାଇଫଷ୍ଟାଇଲ ତ ସାର୍ କହିବାକୁ ଗଲେ ଅମ୍ବାନୀ ଅମ୍ବାନୀ ସେ ଯେଉଁ ବଡ଼ ବଡ଼ ଲୋକଙ୍କୁ ଲାଇଫଷ୍ଟାଇଲ କୁହାଯାଏ ଏ ଆମେ ଆଜ୍ଞା ଅଫିସ ଗଲୁ କାମକୁ ଗଲୁ ଖଟିଲୁ ତାପରେ ଖାଇଲୁ ଆଉ ଘରକୁ ଶୋଇଲୁ ଆମର କି ଲାଇଫଷ୍ଟାଇଲ ଡଜଣ୍ଟ ମିନ୍ କି ଖାଲି ଆମେ ଯେଉଁ ବଡ଼ ବଡ଼ ଲୋକଙ୍କର ବଡ଼ ଗାଡ଼ିରେ ବସିକି ଏସିରେ ରହିବା ସେଇଟାକୁ ଆମେ ଲାଇଫଷ୍ଟାଇଲ କହୁନୁ ଲାଇଫଷ୍ଟାଇଲ ହେଲା କି ଆପଣ ଆପଣଙ୍କ 24 ଘଣ୍ଟାଟାକୁ କେମିତି ଅତିବାହିତ କଲେ ସକାଳେ ଆପଣ ଉଠିଲେ ସୁସ୍ତେଇଲେ ଆଉ ସକାଳେ ଏକ୍ସରସାଇଜ କରିବାକୁ ଗଲେନି ଏବଂ ପେଟେଇକି ଆପଣ ଖାଇଲେ ଆପଣଙ୍କର ବ୍ରେକଫାଷ୍ଟଟା ଖାଇଦେଲେ ଏବଂ ନିଜ କାମକୁ ଗଲେ କାମରେ ଆପଣ ବ୍ୟସ୍ତ ଅଫିସରେ ବ୍ୟସ୍ତ କିମ୍ବା ସ୍ତ୍ରୀ ଲୋକମାନେ ତାଙ୍କ ଘର କାମରେ ବ୍ୟସ୍ତ ଖାଇବାର ଟାଇମିଂଟା ଠିକ୍ ନାହିଁ କିମ୍ବା ଯାହା ମିଳିଲା ଅଫିସ ଆୱାରରେ ଛୁଟି ହେଲା ସେ ଯାହା ବି ମିଳିଲା କ୍ୟାଣ୍ଟିନରେ ହଉ କିମ୍ବା ଘର ଖାଇବାଟା ନ ଆଣିକି ଯାହା ବି ଆପଣ ଖାଇଲେ ସେଇଟା ବେ ଟାଇମ୍ ଏବଂ ଅନଇକ୍ୱାଲ କ୍ୱାଣ୍ଟିଟିରେ ଆପଣ ଖାଇଲେ ଖାଇଲା ପରେ ସନ୍ଧ୍ୟାବେଳକୁ ଅଗେନ୍ ଚା ଜଳଖିଆରେ ବଡ଼ା ସିଙ୍ଗାଡ଼ି ପିଆଜି ସବୁ ଚଳିଲା ରାତିରେ ପୁଣି ପେଟେଇକି ଖାଇଲେ ମୋବାଇଲ ଦେଖିଲେ ରାତିରେ ଲେଟ୍ରେ ଶୋଇଲେ ପୁଣି ସକାଳେ ଉଠିଲେ ଅଗେନ୍ ଦ ସେମ୍ ସାଇକେଲ କିପ୍ ଅନ୍ କଣ୍ଟିନ୍ୟୁଇଂ ତା ଦେହରେ ସାଙ୍ଗସାଥିମାନେ ଅଛନ୍ତି ପାନ ବିଡ଼ି ଗୁଟକା ଗୁଡ଼ା ଖାଇଲେ ଟିକେ ସାଙ୍ଗ ଆସିଲେ ତା ସାଙ୍ଗେ ସ୍ମୋକିଂ କଲେ କେତେବେଳେ କିଏ ପାର୍ଟି କରିବାକୁ ଗଲା କାହାର ବର୍ଥଡେ ହେଲା ସେ ସୁଇଟି ପଳେଇଲା ବର୍ଥଡେ କେକ୍ ହେଲା ତ ଭାବନ୍ତୁ ଦିଜ୍ ଆର୍ ଦ ଥିଙ୍ଗସ୍ ଆର୍ ହ୍ୟାପେନିଂ ଏଇଟା ଯେଉଁ ହଉଛି କିନ୍ତୁ ଆପଣମାନେ ଜାଣିପାରୁନାହାନ୍ତି ବିକଜ ଏଇଗୁଡ଼ା ଡେ ଟୁ ଡେ ଆଫେୟାର ଭିତରେ ପଶି ଯାଉଛି ଦିସ୍ ଇଜ୍ କଲ୍ଡ ଲାଇଫଷ୍ଟାଇଲ ଆପଣ ନିଜକୁ କ'ଣ ଦେଲେ ଏଇ ଜିନିଷ ଗୁଡ଼ା ଦେଲେ ଯଦି ଯାହା ବି ଗାଡ଼ିରେ ବି ଆପଣ ପ୍ରିମିୟମ ପେଟ୍ରୋଲ ପକାଉଛନ୍ତି ତାର ମାଇଲେଜଟା ବଢ଼ିଯାଉଛି ଆପଣ ପ୍ରିମିୟମ ଖାଇବାଟା ଦିଅନ୍ତୁ ଆଜ୍ଞା ଆପଣଙ୍କ ମାଇଲେଜଟା ମାନେ ଆପଣଙ୍କ ବୟସ ସୀମାଟା ବଢ଼ିଯିବ ଗାଡ଼ିରେ ପ୍ରୋବ୍ଲେମ ହେଉନି ଆପଣଙ୍କର ବି ପ୍ରୋବ୍ଲେମଟା ହେବନି ଓନ୍ଲି ୱାନ୍ ଥିଙ୍ଗ ଯେଉଁଟାକି ମ୍ୟାଚିଂ କରିବାର ଅଛି ସେଇଟା ହେଲା ଲାଇଫଷ୍ଟାଇଲ ତ ନିଜକୁ ଚେଞ୍ଜ କରନ୍ତୁ ନିଜର ଆଟିଟ୍ୟୁଡକୁ ଚେଞ୍ଜ କରନ୍ତୁ ଆପଣ ବି ସୁସ୍ଥ ହେଇଯିବେ ଧନ୍ୟବାଦ